नमस्कार दर्शक बंधु, भागवत महापुराण ओडिया चैनल रे आपण मानक स्वागत। आज आसंतु दाढ़ता भक्ति शुणा प्रथम भाग प्रथम अध्याय। आज आसंतु शुणा बलिराजा चरित। नमय गौरी नंदन सकल विघ्न विनाशन श्री चंद्रशेखर कुमार अशेष विद्यार भंडार सदानंद सदा भोगी ओंकार ब्रह्मनुरागी अशेष महिमा तोहर ब्रह्मादि सुरे अगोचर भकत आरतन सहु चित वांछित फल देऊ जे प्राणी आश्रय करे तोते मूर्ख से नहे कदाचिते मुहि पामर रामदास तो पाद पद्मे कलियास अशेष जन्म दुर्वासना खंडी मोहि विषुमना मूर्खपणरु हे विपार हे गजानन कृपा कर श्रीदेवी शारदा चरणे शरण मागे अनुक्षणे बुढ़ी मरुछि मूर्ख जले उद्धरी धर ज्ञान कूले तो कृपा रवि उदय कर मो अंधकार हर भोमात पद्म पादे तोर शरण निरंतरे मोर नमस्ते राम कृष्ण हरि ए महामंत्रटी सबूरी सकल प्राणी हृदय वास एणु शरण रामदास तुम्भ कृपारे आदि मूल मुक जे हुई बाचाल कर चरण पंगुजार से लंघी पारे गिरिवर तेणु शरण रामदास पूरा मोर मन आस मोर विपत्ति तरुबर बढ़ई अति बलियार तब कृपा कुठार करी छेदी पकाओ नरहरि तुम्भे पतित पावन मुहि अटई पापी जन शरण पंजर तो बाना भव भय कु वज्र सेना कृपा समुद्र महामेरु उद्धर दुख जलधीरु उद्धर न उद्धर मते मात्र कहुछि तो ग्रते तुझे बे पतित उद्धार मोर काहाकु नाही डर दिने क मन सुखानंदे पुछई चैतन पादे शुण हे चैतन वीर पुछई तुम्भर छामुर तुम्भे विवेक चूड़ामणि भूत भविष्य पार जाणी एणु पचारु अछि मोहि कह मो
ସଂଶୟ ଫିଟାଇ ଏହି ସଂସାର ମଧ୍ୟ ଗତେ ଜନମ ଲଭୁଛନ୍ତି ଯେତେ ସ୍ଥାବର ଆଦି ଚାରିଖାନି ଭ୍ରମୁ ଅଛନ୍ତି ନାନା ଜନି ଏହାଙ୍କ ଦୁଃଖ ସୁଖ ଯେତେ ସକଳ ଲାଗିଅଛି ମୋତେ ଏ ଚାରିଖାନି ମଧ୍ୟ ସାର ଦୁର୍ଲଭନର କଳେବର ଏହାଙ୍କ ଦେହ ମଧ୍ୟ ଥାଇ ମୁଁ ଯେତେ ଗଞ୍ଜଣା ସହି କିସ କହିବି ତୁମ୍ଭଠାରେ ତୁମ୍ଭେ ତ ଥାଅ ମୋ ସଙ୍ଗରେ କରନ୍ତି ଯେତେ କର୍ମ ପ୍ରାଣୀ ସେ ଦୁଃଖ ସୁଖର କାରେଣୀ ଏଣୁ ସେ ପ୍ରାଣୀ ସୁଖ ଯେତେ ସୁଚିତେ କହ ମୋ ଗ୍ରତେ କେବଳ କର୍ମ କଲେ ପ୍ରାଣୀ ଯାତନା ନ ବାଧିବ ପୁଣି ଗୋବିନ୍ଦେ ଭକତି ଲଭିବେ ଜନ୍ମ ମରଣ ପାଶୋରିବେ ଏମନ୍ତ ଉପାୟ ଯେ କହ ମୋ ମନୁ ସଂଶୟ ଫିଟାଅ ତା ଶୁଣି ଚୈତନ ବୀର କହଇ ସୁମନ ଆଗର ତୁ ଯାହା ପଚାରିଲୁ ମୋତେ କହଇ ଶୁଣ ତୋ ଗ୍ରତେ ଏ ବଡ଼ ଦୁର୍ଲଭ ଚରିତ ମୁଁ ତାହା କହି ସମର୍ଥ ବ୍ରହ୍ମା ଶିବଙ୍କୁ ଅଗୋଚର ମୁଁ ଛାର କେତେକ ମାତର ମାତ୍ର ପୁରାଣ ମାନଙ୍କରେ ଶୁଣିଛି ଯାହା କିଞ୍ଚିତରେ ତାହା ମୁଁ କରୁଛି ବଖାଣ ଶୁଣ ତୁ ହୋଇ ସାବଧାନ ବ୍ରତ ତୀର୍ଥାଦି କର୍ମ ଯେତେ ଯଜ୍ଞାଦି ତପସ୍ୟା ସହିତେ সকর্ম কর্ম মধ্যে সার কেবল নাম ভজিবার আবর শুণ পদ গোটি মনু সংশয় জীব মেন্টি এবেনি কথা মধ্যে সার দৃঢ়তা মূলটি জীবর দৃঢ় ন থাই কর্ম যেতে ফল ন ফলে কদাচিতে একথা সর্বশাস্ত্রে সার পণ্ডিত জনকো পচার শুনি হইলা মন তোষ পুছই চৈতন পাশ এ মর্ত্যপুরে দেহ ধরি কেয়বা দৃঢ়পণ করি তরিণ ଯାଇଛନ୍ତି କହ ଶୁଣି ତା ଫିଟୁ ମୋ ସନ୍ଦେହ ତା ଶୁଣି ଚୈତନ ଧୀରେ କହଇ ସୁମନ ଆଗରେ ଶୁଣ ସୁମନ ନୃପବର ସତ୍ୟ ତ୍ରେତୟା ଯେ ଦ୍ୱାପର ଆବର କଳି ଯୁଗ ଗତେ ତରି ଅଛନ୍ତି ଯେତେ ଯେତେ
सकल लोकଙ୍କ चरित कहि मुनुहई समर्थ घाताଙ୍କୁ ନୁହଁ ଗୋଚର ମୁଁ ପୁଣି କେତେକ ମାତର କେବଳ ଜଣ ଜଣ କରି ଶୁଣ କହିବା କଥା ବାରି ସତ୍ୟ ଯୁଗରେ ଦାତା ବଂଶ ଥିଲା ନୃପତି ଗରୁହଂସ ନାମ ତା ବଳି ନୃପବର ଶପଥ ଦୀପେ ଯେ ଈଶ୍ୱର କେ କହୁ ତାର ଦାତାପଣ ଦାନେ କିଣିଲା ସୁରଗଣ କେବଳ ଦାତାପଣେ ତାର ବସ ହୋଇଲେ ତିନି ପୁର ଦେଖିଣ ଦାନୀପଣ ତାର ସ୍ୱର୍ଗେ କମ୍ପିଲେ ବଜ୍ରଧର ତାହା ଜାଣିଣ ଚକ୍ରଧର ହେଲେ ବାମନ ଅବତାର ସେ ବଳି ରାଜା ଦ୍ୱାରେ ଗଲେ ଅପୂର୍ବ ବେଦ ଧ୍ୱନି କଲେ ତା ଜାଣି ବଳି ନୃପବର ମିଳିଲେ ବାମନ ଛାମୁର ଦେଖି ସନ୍ତୋଷ ନୃପରାଏ ପୁଛିଲେ ବାମନର ପାଏ କେଉଁ ନିମନ୍ତେ ମୋର ପୁର ବିଜୟ କଲ ଦ୍ୱିଜବର କେ ବଣ ଦେଶେ ତୁମ୍ଭ ଘର କେ ତୁମ୍ଭ ଜନନୀ ପିୟର କହ ତୁମ୍ଭର ନାମ କିସ ଶୁଣି ମୋ ମନ ହେଉ ତୋଷ ତୁମ୍ଭ ସୁନ୍ଦର ରୂପ ଦେଖି ପିଛାଡ଼ି ନୋହେ ମୋର ଆଖି ଯେତେକ ବିପ୍ର ମୋର ପୁରେ ଅଇଲେ ଦାନ ନିମନ୍ତରେ ଜଣେ ତୁମ୍ଭର ପ୍ରାୟ ହୋଇ ଦିନେ ମୋ ଦେଖିଲା ତ ନାହିଁ କେଉଁ ନିମନ୍ତେ ଆସିଅଛ ସ୍ୱରୂପ କହ ବିପ୍ରବତ୍ସ ଏ ବାଣୀ ଶୁଣି ଦ୍ୱିଜବର କହନ୍ତି ବଚନ ମଧୁର ଶୁଣ ରାଜନ ଦ୍ୱିଜବର ଭକ୍ତ ନଗରେ ଆମ୍ଭ ଘର ହରି ଭକତ ଆମ୍ଭ ପିତା ନାମ ମୋ ଦାମୋଦରତା ମାତା ଆମ୍ଭର ସତ୍ୟବାଦୀ ନାହିଁ ଆମ୍ଭର ବାଢ଼ି ବୃତ୍ତି ଯେ ବାମ ହତ ସତ୍ୟବାଦୀ ଜୀବ ହିଂସା ଆତ୍ମବୁଦ୍ଧି ଦୟାଳୁ ପରଲୋକ ପ୍ରାୟ ତ୍ୟାଗ ନିର୍ମୋହ ସର୍ବଂ ସହ ନିର୍ଲୋଭ ନିର୍ମାୟା ଯାଚିତ ଶୁଚି ପବିତ୍ର ଦୃଢ଼ ବ୍ରତ କୃଷ୍ଣ ସେବାରେ ଆଗୁସାର ନାମ ଭଜନେ ତତ୍ପର ଏମନ୍ତ ଲୋକ ଦ୍ୱାରେ ଯାଉଁ ଭିକ୍ଷା କରିଣ ଆମ୍ଭେ ଖାଉଁ ଦୟା ଯା ଭୁବନେ ନ ଦେଖୁ ଲକ୍ଷ ଯୋଜନ ସେ ଆମ୍ଭଙ୍କୁ ଏବେ ତୋହର କୀର୍ତ୍ତି ଶୁଣି ଅଇଲୁ ଶୁଣ ନୃପମଣି ଚିତ୍ତ ସନ୍ତୋଷେ ଦାନ ଦେବୁ ଜଗତେ ଯଶର ଯିବୁ ପ୍ରଥମ ଭିକ୍ଷା ଏ ଆମ୍ଭର ଏଥୁ ନ ଯିବୁ ଆନ ଦ୍ୱାର ତାହା ଶୁଣିଣ ବଳି ରାଜା
କଲା ବିପ୍ରଙ୍କ ପାଦ ପୂଜା। ମାଗ ହୋ ବିପ୍ରଙ୍କ କୁମର, ଯେ ଇଚ୍ଛା ଅଛଇ ତୁମ୍ଭର। ଧନ ରତନ ବାଡ଼ି ବୃତ୍ତି, ଗଜ ତୁରଙ୍ଗ ଆଦି କ୍ଷିତି। ବସ୍ତ୍ରାଦି ଅଳଙ୍କାର ମାନ, ଗୋରୁ ମହିଷ ମେଷ ଘେନ। ରାଜପଦ ହିଁ ଆଦି ମୋର, ଯେ ଇଚ୍ଛା ମାଗ ଦ୍ୱିଜ ବର। ଶୁଣିବା ମନ ଦିବ୍ୟ ମୂର୍ତ୍ତି, ନୃପତି ଆଗରେ କହନ୍ତି। ଅଧିକ ଲୋଭ ନାହିଁ ମୋର, ମାଗୁଛି ଶୁଣ ନୃପବର। ଆମ୍ଭରି ପାଦରେ ରାଜନ, ତ୍ରିପାଦ ଭୂମି ଦେବୁ ଦାନ। ଏହା ଶୁଣିଣ ନୃପନାଥ, ସିଞ୍ଚାଡ଼ି ଦେଲେ ବେନି ହସ୍ତ। ତୁମ୍ଭର ବୁଦ୍ଧି ଅଟେ ସାନ, ତେଣୁ ମାଗୁଛ ଅଳ୍ପ ଦାନ। ତୁମ୍ଭ କର୍ମରେ ଅଛି ଯାହା, ଅନ୍ୟଥା କେ କରିବ ତାହା। ଏମନ୍ତ ବୋଲି ନୃପମଣି, ଶଙ୍ଖେ ଧଇଲେ ତିଳ ପାଣି। ଧର ହେ ବ୍ରାହ୍ମଣ ଗୋସାଇଁ, ତ୍ରିବାର ସତ୍ୟ କଲି ମୋହି। ଶୁଣି ଉଠିଲେ ଦ୍ୱିଜବର, ସଂକଳ୍ପ ପଢ଼ିଲେ ସତ୍ୱର। ଶ୍ରୀହସ୍ତ ପ୍ରସାରନ୍ତେ ହରି, ଶୁକ୍ର ଉଠିଲେ ବେଗ କରି। ରାଜାଙ୍କୁ ଅନେକ ପ୍ରକାରେ, ଗୁପତ ବଚନେ ତିଆରେ। ଦାନ ନ ଦିଅ ଏହୁ ହରି, ନିଶ୍ଚୟ ହରିବେ ତୁମ୍ଭ ଶିରି। ରାଜାର ଗୁରୁ ସେ ଯୁକତେ, ନାସ୍ତି ଯେ କଲେ ନାନା ମତେ। ଶୁଣି ବୋଇଲେ ବଳି ରାଜା, ତୁହି ମୋହର ପାଶୁ ଯାଜା। ସତ୍ୟ ନ ଭାଙ୍ଗ ତୁହି ମୋର, ନିଅନ୍ତୁ ପଛେ ରାଜ୍ୟଭାର। ପ୍ରାଣ ହିଁ ନେଉ ସେ ମୋହର, ସତ୍ୟମ ଅନ୍ୟଥା ନ କର। ସତ୍ୟ ଲଙ୍ଘିବା ଫଳେ ମୋହି, ନରକେ ସଞ୍ଚରିବି ଯାଇ। ଅବଶ୍ୟ ଥରେ ତ ମରିବି, ସତ୍ୟକୁ କିମ୍ପାଇଁ ହୁଡ଼ିବି। ସେ ଯେତେ ଅଟେ ଭଗବାନ, ସୁଫଳ ହେଲା ମୋର ଦାନ। ଏମନ୍ତ ବୋଲି ନୃପମଣି, ବାମନ ହସ୍ତେ ଦେଲେ ପାଣି। ଦେଲି ତ୍ରିପାଦ ଭୂମି ଦାନ, ତୁମ୍ଭ ଇଚ୍ଛାରେ ତୁମ୍ଭେ ଘେନ। ତା ଶୁଣି ଦେବ ଶ୍ରୀପତି, ହୋଇଲେ ତ୍ରିବିକ୍ରମ ମୂର୍ତ୍ତି। ପାଦକେ ପୃଥିବୀ ବ୍ୟାପିଲେ, ଆରେକ ପାଦେ ସ୍ୱର୍ଗେ ନେଲେ। ପୁଣି ବୋଇଲେ ଭାବଗ୍ରାହୀ, ଆର ପାଦକୁ ପୃଥ୍ୱୀ କାହିଁ। ଶୁଣି ବୋଇଲେ ନୃପବର, ଆଉ ଚରଣ କାହିଁ ତୋର। ଯେବେ ଚରଣ ଅଛି ତୋର, ପୃଥିବୀ ଅଛଇ ମୋହର। ତା ଶୁଣି ତ୍ରିଲୋକ୍ୟ ଈଶ୍ୱର, ନାଭିରୁ କାଢ଼ିଲେ ପୟର। ଦେଖି ପାତିଲା ବଳି ଶିର, ଚାପିଲେ ବ୍ରହ୍ମାଣ୍ଡ ଠାକୁର। ସେ ରାଜା ନିସ୍ତରିଲି ବୋଲେ, ପାତାଳେ ତାକୁ ଠାବ ଦେଲେ। ହରିଚରଣାମୃତ ପାଇ, ରହିଲା ଅଜରାମର ହୋଇ। ଶୁଣ ସୁମନ ଏ ଚରିତ, ଦାନର ମହିମା ଏମନ୍ତ। ଶ୍ରୀହରି ହେଲେ ଅନ୍ତର୍ଧ୍ୟାନ, ସୁଜନେ ଭଜ ଭଗବାନ। କହଇହୀନ ରାମଦାସ, ମୂଳଟି ଅଟଇ ବିଶ୍ୱାସ। ବାମନ ଭୟ ଚରଣେ,
ମୋ ଚିତ୍ତ ରହୁ ଅନୁକ୍ଷଣେ। इति श्री दाढ़्यता भक्ति रसामृते मन चैतन्य संवादे बलिराजा मोक्षणे नाम प्रथम अध्याय। द्वितीय अध्याय हरिश्चंद्र राजा चरित्र। कहि चैतन वीर शुण सुमन कथा सार। तुझे पचारु अछु एते दानरे तरिछन्ति जेते। कहिले बलि तरिबार शुण तु एथु अनंतर। नाम ताहार हरिश्चंद्र त्रेतया जुगरे नरेन्द्र। सूर्यवंशर नृपमणि दानीपणरे से अग्रणी। सुंदरपणे कामदेव दाता अंशरे सदाशिव। सुधीरपणे मेरु सम वीरपणरे दितिजम। तेजस्वीपणे वैश्वानर बुद्धिरे किबा गणेश्वर। पंडितपणे बृहस्पति सहिबापणे वसुमती। गंभीरपणे पाराबार अपार महिमा ताहार। सप्तम दीपे चक्रवर्ती जगते विख्यातता कीर्ति। पालन एक पत्नी व्रत दैवे तार एक सुत। संपद कुबेर भंडार दान ही देवा मूल तार। से महाराजा दानी पणे दरिद्र न रहिले जणे। जे जहा प्रकाशिले जाई नाही बोलिबा पद नाही। देई तो सई मन तार जीवन्ते खंडे दुख भार। जे पद निकटरे थाई नृपति पणे बिहरई। एमन्ते केते काल गला तार कीर्ति जगते पुरिला। बिना कलंक चंद्र प्राय ताजस जगते उदय। एकथा जानी से राजार स्वर्गे कंपिला चक्रधर। विधाता छामरे कहिला कि बुद्धि करिबी बोइला। ए हरिश्चंद्र दानी पणे स्वर्गे कंपिले सुर गणे। आबर कंपे मोर पुर कि बुद्धि कह वेद बर। ताहा शुणिण वेद बर हृदय कले कविचार। विश्वामित्रंकु डकाइले मंच को जाओ हे बोइले। हरिश्चंद्रर दानी पण बुझिण आस हे बहन। कटाळ कर नाना मते बुझिबा दानी पण केते। शुणी चलिले मुनि बर प्रवेश हेले मंचपुर। मायारे हेले दिव्य रूप कि ब्रह्मदेवता स्वरूप। राजार सिंह द्वारे गले अनेक वेद ध्वनि कले। सही न पारि नृपवर मिलिले मुनिଙ୍କ छामुर। दक्षिण प्रणमित हेले अनेक पाद पूजा कले। आज पवित्र मोर पुर तुम्भ दर्शने मुनि बर। किंपा मो पुर को आगत मिथ्या न कही कह सत। शुणी कहन्ति महाजति स्वरूप शुण हे नृपति।
ଆମ୍ଭେ ଅଇଲୁ ଯହିଁ ପାଇ କହୁଛୁ ସଂଶୟ ଫିଟାଇ। ତୁମ୍ଭର ଯଶ କୀର୍ତ୍ତିମାନ ପୁରିଲା 14 ଭୁବନ। ସେ ଅଷ୍ଟଦିଗ ବସୁମତୀ ବ୍ରହ୍ମ କ୍ଷତ୍ରିୟ ଚାରି ଜାତି। ଯହିଁ ଶୁଣିଲେ ତୋର କୀର୍ତ୍ତି ଶୁଭଇ ଶୁଣ ନୃପତି। ତେଣୁ ଅଇଲୁ ତୋର ତହିଁ କିଛି ହିଁ ମାଗିବାର ପାଇଁ। ଶୁଣି ବୋଇଲେ ସେ ରାଜନ ଭୂମୁନି ଶୁଣ ମୋ ବଚନ। ଯାହା ଅଛଇ ତୁମ୍ଭ ଚିତ୍ତେ ରାଜଭଣ୍ଡାର ଆଦି ଯେତେ। ମାଗ ସଂଶୟ ନ କର ଅବଶ୍ୟ ଦେବି ସତ୍ୟ ମୋର। ଶୁଣେ କହନ୍ତି ମୁନୀନ୍ଦ୍ର ସ୍ୱରୂପ ଶୁଣ ନରେନ୍ଦ୍ର। ଦେବାର ହୃଦ ଯେବେ ତୋର ସୁହୃଦେ ତୋଳି ଦିଅ ନୀର। ପଛେ ନିଃସତ ହେଲେ ତୁହି ଆଉ ମୁଁ ଛାଡ଼ିବଇ ନାହିଁ। ପୁତ୍ର ଭାରି ଯା ତୁଲେ ତୋର ପାତ୍ର ମନ୍ତ୍ରୀଙ୍କି ଯେ ପଚାର। ଶୁଣି ଭାବଇ ରାଜା ଚିତ୍ତେ କିସ ମାଗିବ ଏହୁ ମୋତେ। ସବୁ ପ୍ରାଣ ସିନା ବଡ଼ ମାଗିଲେ ଦେବି ମୋର ଦୃଢ଼। ଏମନ୍ତ ବୋଲି ନୃପମଣି ଶଙ୍ଖେ ଥୋଇଲେ ତିଳ ପାଣି। ମୁନିଙ୍କ ହସ୍ତେ ଦେଲେ ନେଇ ଯେ ଇଚ୍ଛା ମାଗ ହୋ ଗୋସାଇଁ। ତ୍ରିବାର ସତ୍ୟ କଲି ମୁହିଁ ଦେବି ସଂଶୟ ଏଥି ନାହିଁ। ତାହା ଶୁଣିଣ ମହାମୁନି କଲେ ସେ ମହାଘୋର ଧ୍ୱନି। ସାକ୍ଷୀ ଏଥକୁ ଦିଗପାଳ ରବି ଶଶାଙ୍କ ଆଖଣ୍ଡଳ। କୁବେର ବରୁଣ ସହିତେ ସମସ୍ତେ ସାକ୍ଷୀ ଥାଅ ଏଥେ। ମାଗୁଛି ଦୋଷ ନାହିଁ ମୋର ବୋଲି ଧଇଲେ ତିଳ ନୀର। ଜଳ ପକାଇ ମୁନିବର ବୋଇଲେ ଶୁଣ ନୃପବର। ତୋ ରାଜାପଣ ମୋତେ ଦେବୁ ଲେଙ୍କଡ଼ା ବନାଏ ପିନ୍ଧିବୁ। ପୁତ୍ର ଭାରି ଯା ଘେନି ତୋର ରାଜ୍ୟରୁ ହୋଇବୁ ବାହାର। ଭଞ୍ଜିବି ରାଜଭୋଗ ମୁହିଁ ଏଥେ ତ ଅଧିକାର ନାହିଁ। ତା ଶୁଣି ନୃପତି ଆନନ୍ଦ ମୁଖେ ବିକାଶେ ପୂର୍ଣ୍ଣଚନ୍ଦ୍ର। ମୁନିଙ୍କୁ ନୃପ ସିଂହାସନେ ରାଜା କରାଇ ତୋଷ ମନେ। ଆପଣେ ବାନ୍ଧି ଦେଲେ ଶାଢ଼ୀ ପୁଣି ମୁନିଙ୍କ ପାଦେ ପଡ଼ି। ଉଠି କପାଳେ ଦେଲେ କର ବୋଇଲେ ନମେ ମୁନିବର। ପାତ୍ର ମନ୍ତ୍ରୀଙ୍କି ଡକାଇଲେ ମୁନିଙ୍କି ସମର୍ପଣ ଦେଲେ। ଆଜ ତୁମ୍ଭର ଏହୁ ରାଜା କର ଏହାଙ୍କ ପାଦ ପୂଜା। ଏମନ୍ତ ବୋଲି ନୃପବର ବିଜୟ କଲେ ଅନ୍ତପୁର। ବିଡ଼ିବେ ବୋଲି ରାଣୀ ମନ ଦୁଃଖିତ ହୋଇଣ ରାଜନ। ଭିତର ପୁରେ ବିଜେ କଲେ ତା ଦେଖି ଶୈବ୍ୟା ରାଣୀ ବୋଲେ। ମନର କରିଅଛ ଦୁଃଖ କିମ୍ପାଇଁ ସୁଖୀ ଅଛି ମୁଖ। ବିପ୍ରଙ୍କୁ ଦେବା ପାଇଁ ଦାନ କିଅ ବା ନ ମିଳିଲା ଧନ। ଆଉ କି ବିପତ୍ତି ପଡ଼ିଲା
ମୋତେ ତ ସନ୍ଦେହ ଲାଗିଲା, ବିଳମ୍ବ ନ କରିଣ କହ, ଦେଖିନ ସହେ ମୋର ଦେହ, ତା ଦେଖି କହନ୍ତି ନୃପତି, ଶୁଣ ସୁମନ ପ୍ରିୟବତୀ, କାହୁଁ ଅଇଲେ କମୁନି, ମୋ ଆଗେ କଲେ ବେଦ ଧ୍ୱନି, ଦେଖି ମୋହର ତ ସମନ, ମୁନିଙ୍କି ଯାଚିଲି ମୁଁ ଧନ, ରାଜ୍ୟ ସମ୍ପଦ ଯେତେ ମୋର, ସବୁ ଘେନିଲେ ମୁନିବର, ପୁତ୍ର ଭାରି ଯାଙ୍କୁ ଘେନିଣ, ଏକଇ ବସ୍ତ୍ର ମୁଁ ପିନ୍ଧିଣ, ଛାଡ଼ିଣ ଯିବି ନିଜ ଦେଶ, ତେଣୁ ଅଇଲି ତୋର ପାଶ, ଶୁଣି ଆନନ୍ଦ ରାଣୀ ମନ, ଏହି ସମୟେ ତା ନନ୍ଦନ, ବାହାର ଅବକାଶେ ଥିଲା, ପିତାଙ୍କ ଛାମୁରେ ମିଳିଲା, ଦେଖି ପିତାଙ୍କୁ ଆଗ ଭର, ପୁଛଇ ନୃପତି କୁମର, ମାତା ପୁତ୍ରକୁ ବୁଝେଇଲେ, ଶୁଣି କୁମର ମଣି ବୋଲେ, ଏଥକୁ ଚିନ୍ତା କିମ୍ପା କର, ତପସ୍ୟା ପୁରିଲା ଆମ୍ଭର, ଏମନ୍ତ ବୋଲି 3 ଜଣ, 3 ଖଣ୍ଡ ବସ୍ତ୍ର ପିନ୍ଧିଣ, କାଢ଼ି ସକଳ ଅଳଙ୍କାର, ନଗରୁ ହୋଇଲେ ବାହାର, ପ୍ରବେଶ ମୁନିଙ୍କର ପାଶ, ବୋଲନ୍ତି ଛାଡ଼ି ଗଲୁ ଦେଶ, ରଖ ତୁମ୍ଭର ପ୍ରଜାକୁଳ, ରାଜ୍ୟ ସମ୍ପଦାଦି ସମ୍ଭାଳ, କହନ୍ତି ବିଶ୍ୱାମିତ୍ର ମୁନି, ଶୁଣ ରାଜନ ମହାମାନି, ପିତାଙ୍କୁ ପୁତ୍ରଟି ଯେମନ୍ତ, ବାନକୁ ଦକ୍ଷିଣା ତେମନ୍ତ, ପୁତ୍ର ବିହୀନେ ନର୍କେ ଯାଇ, ଦକ୍ଷିଣା ବିନା ଫଳ କାହିଁ, ସୁବର୍ଣ୍ଣ ତିଳ ଲକ୍ଷ ମାଢ଼, ଆଣି ମୋ ଆଗେ କର କୁଢ଼, ତେବେ ନିଶ୍ଚିନ୍ତେ ଚଳିଯାଅ, ନୋହିଲେ ଦାନ ତୋର ନିଅ, ତେବେ ନିଶ୍ଚିନ୍ତେ ଚଳିଯାଅ, ନୋହିଲେ ଦାନ ତୋର ନିଅ, ଏହା ଶୁଣିଣ ନରମଣି, ଚିତ୍ତେ ଚିନ୍ତିଲେ ଚକ୍ରପାଣି, ଦେବି ମୁଁ ଦକ୍ଷିଣା ତୁମ୍ଭର, ଆତ୍ମା ବିକ୍ରୟ କରି ମୋର, ଏମନ୍ତ ବୋଲି 3 ଜଣ, ମଥାରେ ଲଦିଣ ତିରଣ, କାଞ୍ଚି ନଗର ବୋଲି ଗଲେ, ମୁନି ଚାଲନ୍ତି ତାଙ୍କ ତୁଲେ, ସେହି ନଗରେ ବୁଲି ବୁଲି, ଡାକନ୍ତି ଆତ୍ମା ବିକ୍ରି ବୋଲି, ବ୍ରାହ୍ମଣ କ୍ଷତ୍ରି ବୈଶ୍ୟ ଜନ, ଅପରେ ଯେତେ ଜାତି ପୁଣ, ଆବର ଚଣ୍ଡାଳ ସହିତେ, ଯେ ଅବା କିଣିବଟି ମୋତେ, ପୁତ୍ର ଭାରି ଯାର ସହିତେ, ବିକିବି ଦକ୍ଷିଣା ନିମନ୍ତେ, ଯେ ଧନ ଦେବତା ଶରଣ, ହେବୁ ପୁତ୍ରାଦି 3 ଜଣ, ଏ ରୂପେ କେତେ ହେଁ ଡାକିଲେ, କିଣିବା କ୍ଷମ କେ ନହିଲେ, ଏଥି ଉତ୍ତାରୁ ଶୁଣ ମନ, ବିଧାତା ଘଟ ସୂତ୍ରମାନ, ମାୟାରେ ବିପ୍ରରୂପ ହୋଇ, ଅଗ୍ନି ଦେବତା ଥିଲେ ରହି, 2 ଲକ୍ଷ ମାଢ଼ ସୁନା ଦେଲେ, ପୁତ୍ର ଭାରି ଯାଙ୍କୁ କିଣିଲେ, ରାଜାର ଏକଇ କୁମର, ଦଇବେ ଅତି ସୁକୁମାର, ସେ ପତିବ୍ରତା ଶିରୋମଣି, ସୁନ୍ଦରୀ ତ୍ରିପୁରକୁ ଜିଣି, ଦୁହିଁଙ୍କ ହସ୍ତ ରାଜା ଧରି, ବିପ୍ରକୁ ସମର୍ପଣ କରି,
ଭବିପ୍ର ଯାହା ଇଚ୍ଛା କର, ଏ ଦୁହେଁ ହୋଇଲେ ତୁମ୍ଭର। ଏମନ୍ତ କହି ନୃପ ଗଲେ, ଧନ ମୁନିଙ୍କି ସମର୍ପିଲେ। ପୁଣି କେତେହେଁ ଦୂର ଯାନ୍ତେ, ଚାଣ୍ଡାଳ ରୂପେ ଜନ୍ତୁ ନାଥେ। ମନ୍ଦିର କରି ତହିଁ ଥିଲେ, ରାଜାଙ୍କୁ ଜିଣି ଧନ ଦେଲେ। ମୁନିଙ୍କୁ ବୋଇଲେ ରାଜନ, ନିଅ ହୋ ଦକ୍ଷିଣାର ଧନ। ଯେତେ ଖଟାଳ ମୁନି କଲେ, ରାଜା ଧର୍ମକୁ ନ ଲଙ୍ଘିଲେ। ସେ ମୁନି ଧନ ଘେନି ଗଲେ, ନୃପତି ପଣେ ବିହରିଲେ। ଏଥେ ରହିଲେ ନୃପନାଥ, ଚାଣ୍ଡାଳ ଘରେ ହୋଇ ଭୃତ୍ୟ। ପ୍ରଭାତେ ଦାଣ୍ଡ ପହଁରନ୍ତି, ଦିବସେ ଘୁଷୁରି ଚରାନ୍ତି। ରାତ୍ରେ ଜଗନ୍ତି ଶମଶାନ, କେ କହୁ ତାଙ୍କ ଦୁଃଖ ମନ। କାନନୁ ଫୁଲ ପତ୍ର ଆଣେ, ରାଣୀ ରହିଲେ ଦାସୀ ପଣେ। ସେ ତିନି ପ୍ରାଣୀଙ୍କ କଷଣ, କେ କହୁ ଶରୀର ଧରିଣ। ଯେତେ ହେଁ କଷ୍ଟ ସେ ପାଇଲେ, କେହି ଧର୍ମକୁ ନ ନିନ୍ଦିଲେ। ଏମନ୍ତେ କେତେ ଦିନ ଗଲା, ସ୍ୱର୍ଗରେ ବିଚାର ପଡ଼ିଲା। ବ୍ରହ୍ମା ଇନ୍ଦ୍ରାଦି ସୁରଗଣ, ସମସ୍ତେ କଲେ ବିଚାରଣ। ହରିଶ୍ଚନ୍ଦ୍ରର ତପ ଫଳେ, ସ୍ୱର୍ଗ ପଡ଼ିଲା ରସାତଳେ। ଏଥକୁ ତାଙ୍କୁ ଘେନି ଆସ, ନୋହିଲେ ସର୍ବେ ଯିବା ନାଶ। ଏମନ୍ତେ ସର୍ବେ ଭୟ କଲେ, ତକ୍ଷକ ରାଇ ଆଜ୍ଞା ଦେଲେ। ହେ ସର୍ପ ତୁହି ବେଗେ ଯିବୁ, ରାଜାର ପୁତ୍ରକୁ ଦଂଶିବୁ। ଆଜ୍ଞା ପ୍ରମାଣେ ସର୍ପ ଗଲା, ମଞ୍ଚରେ ପ୍ରବେଶ ହୋଇଲା। ରୋହିତ କୁମରକୁ ଦଂଶି, ପୁଣି ମିଳିଲା ସ୍ୱର୍ଗେ ଆସି। ଏଥୁ ଅନନ୍ତେ ଶୈବ୍ୟାରାଣୀ, ପୁତ୍ର ମରିବା କଥା ଶୁଣି। ଅନେକ ସନ୍ତାପ ସେ କଲା, ତା ଦେଖି ବ୍ରାହ୍ମଣ କହିଲା। ତୁ ଏବେ କରୁଛୁ ରୋଦନ, କାହୁଁ ତୁ ଲଗାଇବୁ ଧନ। ଜାଣିଲେ ମୋଡ଼ା ପଣ୍ଡିଆଏ, ମୋଠାରୁ ନେବେ ସୁନିଆଏ। ବେଗେ ତୁ ଶବ ଘେନି ଯାଅ, ନ ପୋଡ଼ି ପୋତିଣ ପକାଅ। ମୋଡ଼ା ପଣ୍ଡିଆ ଧନ ଆସି, ମାରିଲେ ହୁଅ ତାର ବାସି। ବିପ୍ର ନିରାଶ ବାଣୀ ଶୁଣି, ପୁତ୍ରକୁ ଧରି ଏକା ରାଣୀ। ଘୋର ଅନ୍ଧାର ନିଶା କାଳେ, ଘେନିଣ ଶମଶାନେ ମିଳେ। ଶବ ପକାଇ ମହାସତୀ, ଆପଣେ ଖନ୍ଦାଏ ଖୋଳନ୍ତି। ଜଗିବା ପାଇଁ ଶମଶାନ, ଏମନ୍ତେ ବାହାରେ ରାଜନ। ଆପଣେ ହରିଶ୍ଚନ୍ଦ୍ର ରାଏ, ଆସିଣ ମିଳିଲେ ସେଠାଏ। ଦେଖିଲେ ଶମଶାନ ସ୍ଥାନ, ଏକଇ ଯୁବତୀ ରତନ। କାନ୍ଦିଣ ଖୋଳୁଅଛି ଗାତ, ଦେଖିଣ ନୃପତି ଚକିତ। ଧାଇଁ ଧଇଲେ କେଶ ତାର, ବୋଇଲେ ଅଟୁତୁ କାହିଁର। ମରିବୁ ତୋ ଇଷ୍ଟ ସୋମର, ଶୁଣିବ ଲଇ ନାରୀବର। ମୋ ଇଷ୍ଟ ହରିଶ୍ଚନ୍ଦ୍ର ରାଜା, ମୁଁ ଅଟେ ତାଙ୍କର ଭାରିଜା। ସ୍ୱାମୀ ମୋ ନୃପ ପଦ ଯେତେ, ଦାନ ବିହିଲେ ମୁନି ହସ୍ତେ। ଦକ୍ଷିଣା ନିମନ୍ତରେ ପୁଣ,
ପୁତ୍ର ଭାରି ଯାକୁ ବିକିଣ। ସେ ଧନ ମୁନି ହସ୍ତେ ଦେଲେ, ଆପଣେ କେଣେ ଅବା ଗଲେ। ଏମନ୍ତେ କେତେ ଦିନ ଗଲା, ସର୍ପାଘାତରେ ପୁତ୍ର ମଲା। ତେଣୁ ମୋ ପୁତ୍ରକୁ ଆଣିଣ, ପୋତିବି ବୋଲି ଶମଶାନ। ଏକାନ୍ତେ ଗାତ ଖୋଳୁଛଇଁ, ଯେଣୁ ମୋହର ଶାଖା ନାହିଁ। ଏମନ୍ତ ଶୁଣି ନରଈଶ, ଛାଡ଼ିଲେ ନିଜ ପ୍ରିୟା କେଶ। ଭୋ ସଖୀ ମୁଁ ତୋ ପ୍ରାଣ ସଖା, କାହିଁ ମୋର ହିତକୁ ଦେଖା। ଶୁଣିଣ ସ୍ୱାମୀର ଉତ୍ତର, ତୁଟିଲା ଘୋର ଅନ୍ଧକାର। ଦ୍ୱିଗୁଣେ ସନ୍ତାପ ବଢ଼ିଲା, ସ୍ୱାମୀର ଚରଣେ ପଡ଼ିଲା। ଉଠି ସ୍ୱାମୀକୁ ଘେନି ଗଲା, ପୁତ୍ରକୁ ଦେଖାଇଣ ଦେଲା। ବୋଇଲେ ସ୍ୱାମୀ ତୁମ୍ଭେ ଶୁଣ, ମୁହିଁ ଏ ପୁତ୍ରକୁ ଘେନିଣ। ଅନଳେ ପଶି ଝାସ ଦେବି, ଏ ପ୍ରାଣ କେଭେ ନ ରଖିବି। ଶୁଣି ବୋଇଲେ ନୃପବର, ପୁତ୍ର ଭାରି ଯା ମଲେ ମୋର। ମୁଥାଇ କରିବଇଁ କିସ, ଚାଲ ସମସ୍ତେ ଦେବା ଝାସ। ଏମନ୍ତ ବୋଲି ଚଳିଗଲେ, ପ୍ରଚଣ୍ଡ ଅନଳ ଜାଳିଲେ। ସ୍ନାନ ସେ କରାଇ ପୁତ୍ରକୁ, ଅନଳେ ପଶିବା ବେଳକୁ। ଏମନ୍ତ ସମୟେ ମାତଳି, ସ୍ୱର୍ଗରୁ ରଥ ଘେନି ଚଳି। ରାଜାଙ୍କ ନିକଟେ ହୋଇଲା, ଅନଳେ ନପସ ବୋଇଲା। ତା ଶୁଣି ନୃପତି ଚକିତ, ମାତଳି ଉଭା କଲା ରଥ। ବୋଇଲା ଦେବଙ୍କ ଆଦେଶ, ସ୍ୱର୍ଗକୁ ଯିବ ରଥେ ବସ। ଶୁଣି ବୋଇଲେ ନୃପବର, ମଲା ମୋ ଏକଇ କୁମର। କେମନ୍ତେ ସ୍ୱର୍ଗକୁ ଯିବଇଁ, କହ ମୁଁ ଅପୁତ୍ରିକ ହୋଇ। ଏଣୁ ମୋ ମରିବାର ସତ, ମାତଳି ଘେନି ଯାଅ ରଥ। ମାତଳି ବୋଇଲା ବଚନ, ଅନଳେ ନ ପଶ ରାଜନ। ମୋର ଇଲା ଯାଏ ଥିବୁ, ନୋହିଲେ ଦେବଦ୍ରୋହୀ ହେବୁ। ଏମନ୍ତ ବୋଲି ଚଳିଗଲା, ଦେବଙ୍କ ଆଗରେ ମିଳିଲା। ରାଜା କହିବା ଜଣାଇଲା, ଅମୃତ ସଞ୍ଜୀବନୀ ନେଲା। ପୁଣି ସ୍ୱର୍ଗରୁ ଲେଉଟିଲା, ରାଜା ନିକଟେ ପ୍ରବେଶିଲା। ପୁତ୍ରର ମୁଖେ ସୁଧା ଦେଇ, କର୍ଣ୍ଣରେ ସଞ୍ଜୀବନୀ କହି। ତକ୍ଷଣେ ଜିଲା କୁମର, ପାଶେ ଦେଖିଲା ରହୁବର। ଆବର ଜନନୀ ପିୟର, ଦେଖିଣ ରୋହିତ କୁମର। ସ୍ୱର୍ଗକୁ ଯିବା ଏବେ ଚାଲ, କୁମର ବୋଇଲା କି ବୋଲ। ଆମ୍ଭର ରାଜ୍ୟ ପ୍ରଜାକୁଳ, ଛାଡ଼ିକେ ଯିବ ସ୍ୱର୍ଗ ଆଳ। ସମସ୍ତେ ଗଲେ ଯିବି ମୁହିଁ, ନୋହିଲେ ଯାଅ ତୁମ୍ଭେ ଦୁଇ। ଶୁଣି ବୋଇଲେ ନୃପନାଥ, ମାତଳି ଘେନି ଯାଅ ରଥ। ନ ଗଲେ ରାଜଜନ ଯେତେ, ଆମ୍ଭେ ନ ଯିବୁ କଦାଚିତେ। ଶୁଣି ମାତଳି ଚଳିଗଲା, ବିଧାତା ଆଗରେ କହିଲା। ସ୍ୱରୂପ ଶୁଣ ବେଦବର, ନଇଲେ ପ୍ରଜାକୁଳ ସାର। କେବେ ନ ଆସେ ନୃପବର, ବିଚାରି ମୋତେ ଆଜ୍ଞାବର। ତା ଶୁଣି ବ୍ରହ୍ମା ଇନ୍ଦ୍ର ସୁର, ସମସ୍ତେ କଲେ କବିଚାର। ଯାଇ ରାଜାକୁ ଘେନି ଆସ, ନୋହିଲେ ସ୍ୱର୍ଗ ଯିବ ନାଶ। ହରିଶ୍ଚନ୍ଦ୍ରର ତପ ଫଳେ, ଆସନ୍ତୁ ତାର ପ୍ରଜାକୁଳେ। ତା ଶୁଣି ମାତଳି ହରଷ, ଲେଉଟି ଗଲେ ରାଜା ପାଶ।
ଦେବେ ଦୁନ୍ଦୁଭି ବଜାଇଲେ ସକଳ ଲୋକେ ଗୋଷ୍ଠୀ କଲେ। ପଶୁ ମନୁଷ୍ୟ ଚାରି ଜାତି ଅପରେ ଯେତେ ଲୋକ ଛନ୍ତି, ସମସ୍ତ ରଥେ ବସାଇଲେ ଆପଣେ ରାଜା ବିଜେ କଲେ। ପୁତ୍ର ଭାରିଜା ସଙ୍ଗେ ଘେନି ଆନନ୍ଦେ କଲେ ଜୟ ଧ୍ୱନି। ଚଳିଲା ରଥ ଶୂନ୍ୟ ମାର୍ଗେ ଦେବେ ଅନାଇଛନ୍ତି ସ୍ୱର୍ଗେ। ଯହୁଁ ନିକଟେ ସ୍ୱର୍ଗ ଆସି ଦେବ ମାୟାକୁ ଦେଲେ ଦ୍ୱେଷୀ। ରାଜାର ହୃଦୟରେ ପଶିଲା ବଢ଼ିମା ପଣ ପ୍ରକାଶିଲା। ଗର୍ବ ବହିଲା ରାଜା ମନ ନ ଚଳେ ପୁଷ୍ପକ ବିମାନ। ଯହୁଁ ସେ ନିଶ୍ଚଳେ ରହିଲେ ସକଳ ଦେବତା ହୋଇଲେ। ବିଶ୍ୱକର୍ମାକୁ ଆଜ୍ଞା ଦେଲେ ତହୁଁ ପୁରେକ ନିର୍ମାଣିଲେ। ଶ୍ରୀ ହରିଶ୍ଚନ୍ଦ୍ର ସ୍ୱର୍ଗପୁର ନାମ ବହିଲେ ବେଦବର। ସେ ପୁରେ ରହିଲେ ନୃପତି ଅଛଇ ଯୁଗେ ଯୁଗେ କୀର୍ତ୍ତି। ଦେବା ଜୟରେ ଫଳ ଏତେ ପୁରାଣ ବିଖ୍ୟାତ ଜଗତେ। ଭଣେ ଅଧର୍ମ ରାମ ଦାସ ଶ୍ରୀହରି ପାଦ ପଦ୍ମେ ଆସ। ଶୁଣ ସୁଜନ କର୍ଣ୍ଣ ପୁଟେ ନ ପଡ଼ ସଂସାର ସଙ୍କଟେ। ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସାମୃତେ ମନ ଚୈତନ୍ୟ ସମ୍ବାଦେ ହରିଶ୍ଚନ୍ଦ୍ର ରାଜା ମୋକ୍ଷଣେ ନାମ ଦ୍ୱିତୀୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ କର୍ଣ୍ଣ ରାଜା ସମ୍ବାଦ। ମନ ଉବାଚ ପୁଣି ପୁଛଇ ମନ ରାଏ ଚୈତନ୍ୟ ଦେବଙ୍କର ପାଏ। ତୁମ୍ଭେ ଯା କଲଟି ପ୍ରକାଶ ପଦ ପଦକେ ସୁଧାରସ। ସତ୍ୟ ତ୍ରେତୟାର ଚରିତ ଶୁଣି ମୁଁ ହୋଇଲି ପବିତ୍ର। କହ ଦ୍ୱାପର ଯୁଗ କଥା ଶୁଣି ମୋ ଛାଡ଼ୁ ମନ ବ୍ୟଥା। ତା ଶୁଣି କହେ ଚୈତନ ହେ ମନ ହୁଅ ସାବଧାନ। ଦ୍ୱାପର ଯୁଗ ମହାବୀର କର୍ଣ୍ଣ ନୃପତି ନାମ ତାର। ସୋମବଂଶରେ ଅବତାର ଅଟଇ ମହାଧନୁର୍ଦ୍ଧର। କ୍ଷତ୍ରିୟ ଗୌରବ ଗଞ୍ଜନ ଦଇବେର ବୀର ନନ୍ଦନ। ଶରଣ ସମ୍ଭାଳିବା ଅର୍ଥେ ବାହେ ବାନ୍ଧିଣ ଥାଇ ଦୋତେ। ସତ୍ୟ ଭଙ୍ଗ କୁଳବନ୍ତ ଶାନ୍ତ ସୁଶୀଳ ସେ ମହତ। କ୍ଷତ୍ରିୟ କୂଳେ ସେ ନିଶଙ୍କ ସର୍ବଦା କାଳେ ରଣରଙ୍କ। ଚାଲନ୍ତେ କମ୍ପେ ବସୁମତୀ ସୁରେ ଅସୁରେ ଡରିଥାନ୍ତି। ଏମନ୍ତେ କର୍ଣ୍ଣ ମହାରାଜା ସୁଖେ ପାଳଇ ଜନ ପ୍ରଜା। ତାହାର ଏକଇ କୁମର ବିଶିକେଶନ ନାମ ତାର। ଭାରିଜା ନାମ ଚନ୍ଦ୍ରାବଳୀ ସତୀ ସାଧବୀ ସେ ହୁବାଳୀ। ଏମନ୍ତେ କର୍ଣ୍ଣ ଯେ ରାଜନ ଦାନେ ମୋହିଲେ ସର୍ବଜନ। ନୀତି ସୁବର୍ଣ୍ଣ ସତେ ଭାର ପ୍ରମାଣ ଦାନ ଦେବତାର। ଏଥି ଉତ୍ତାରୁ ଯେବେ ଜନ ମାଗନ୍ତି ଅନ୍ନ ବସ୍ତ୍ର ଦାନ। ମନ ସନ୍ତୋଷେ ତାକୁ ଦେଇ ବାକ୍ୟ କହନ୍ତି ଚାଟୁଆଇ। ଦୁଃଖୀ ବ୍ରାହ୍ମଣ ଯେବେ ଦେଖି ଜୀବନ୍ତେ ଦିଏ ଅନ୍ନ ଲେଖି। ଏମନ୍ତେ କେତେ ଦିନ ଗଲା ତା କୀର୍ତ୍ତି ଜଗତେ ପୁରିଲା। ଜାଣିଲେ ପ୍ରଭୁ ଭଗବାନ ବିଡ଼ିବା ପାଇଁ ତାର ମନ। ଜଗମୋହନ ପୀତବାସ ମାୟାରେ ହେଲେ ବିପ୍ରବେଶ। କନ୍ଧରେ ଶୋଭଇ ପଇତା ଧାବଣ ପାତ୍ରୀ ଗଡ଼ୁ ଛତା। ଲଲାଟେ ଶ୍ରୀହରି ମନ୍ଦିର ପୁସ୍ତକ ଜାଉଁଳି କନ୍ଧର। ଅତି ସୁନ୍ଦର ଯୁବା ବେଶ ବଚନେ ଜନ ମନ ତୋଷ। ଏମନ୍ତ ବେଶେ ଦାମୋଦର ବିଜୟ କର୍ଣ୍ଣ ସିଂହ ଦ୍ୱାର। ଉଚ୍ଚାର କଲେ ସାମଦେବ ଆକାଶେ ଘୋଟିଲା ଶବଦ। କଣ୍ଠ କୋକିଳ ସ୍ୱର ଜିଣି ପାଷାଣ ତରଳେ ତା ଶୁଣି। ତା ଶୁଣି କର୍ଣ୍ଣ ମହାବୀର ପ୍ରବେଶ ବିପ୍ରଙ୍କ ଛାମୁର। ଦେଖିଣ ନମସ୍କାର କଲେ ତତ୍କ୍ଷଣେ ପାଦ ଧୋଇ ଦେଲେ।
ଆସନେ ତାଙ୍କୁ ବସାଇଲେ, ବିନୟ ବଚନେ ପୁଛିଲେ, କେଉଁ କାରଣେ ମୋର ପୁର ବିଜୟ କଲେ ଦ୍ୱିଜବର। କହ ହେ ସ୍ୱରୂପ ଉତ୍ତର, ଦେବି ମୁଁ ସଂଶୟ ନ କର। ଧନ ରତନ ଅଳଙ୍କାର, କିଅ ବା ସୁବର୍ଣ୍ଣ ଭଣ୍ଡାର। ଯେ ବା ବାଞ୍ଛିତ ତୁମ୍ଭ ଚିତ୍ତେ, ସମ୍ଭାଳ କାଲି ପରିଜନ୍ତେ। ଯେତେକ ଇଚ୍ଛା ତେତେ ଦେବି, ଦରିଦ୍ର ପଣ ଛଡ଼ାଇବି। ଭୋଜନ କରି ମୋର ପୁରେ, ଆଜ କର ଏହିଠାରେ। ଶୁଣି କହନ୍ତି ଦ୍ୱିଜବର, ଶୁଣ ତୁ କର୍ଣ୍ଣ ମହାବୀର। ତେଣୁ ଅଇଲୁ ତୋର ପାଶ, କରିଣ ଅତି ପ୍ରତ୍ୟାଶ। ବାଞ୍ଛିତ ଧନ ଦେଲେ ନେବୁ, ନୋହିଲେ ଲେଉଟିଣ ଯିବୁ। ତୋରିତେ ଦେଲେ ମହାପୁଣ୍ୟ, କହିଅଛନ୍ତି ଋଷିଗଣ। ତୁ ବୋଲୁ କାଲି ପରିଜନ୍ତେ, ଆମ୍ଭେ ନ ରହୁ କଦାଚିତେ। ନାହିଁ ବୋଇଲେ ଆମ୍ଭେ ଯିବୁ, ଏଠାରେ କିମ୍ପା ବସିଥିବୁ। ପୁଣି ବୋଇଲେ କର୍ଣ୍ଣବୀର, ପବିତ୍ର କର ମୋର ପୁର। ଆଜ ମୋ ପୁରରେ ରନ୍ଧନ, କଲେ ମୋ ସୁଫଳ ଜୀବନ। ତା ଶୁଣି କହନ୍ତି ଶ୍ରୀହରି, ଶୁଣ ତୁ କର୍ଣ୍ଣ ଦଣ୍ଡଧାରୀ। ଭୋଜନ ଜାତୁ ଅଛୁ ମତେ, ଦେଇ ନ ପାରୁ କଦାଚିତେ। ତା ଶୁଣି ବୋଲେ ମହାରାଜା, କହିଲ ବିପରୀତ କଥା। କି ଭୁଞ୍ଜିବ ବିପ୍ର ତୁମ୍ଭେ, ଦେଇ ଯେ ନ ପାରିବୁ ଆମ୍ଭେ। ଯାହା ମାଗିବ ତାହା ଦେବି, ନ ଦେଲେ ଅପରାଧୀ ହେବି। ପ୍ରଭୁ ବୋଇଲେ ସତ୍ୟ କର, ମୋ ହସ୍ତେ ତୋଳି ଦିଅ ନୀର। ଶୁଣି ନୃପତି ସତ୍ୟ କଲା, ବ୍ରାହ୍ମଣେ ହସ୍ତେ ନୀର ଦେଲା। ବୋଇଲା ମାର ବିପ୍ରବର, ତ୍ରିବାର ସତ୍ୟ ସତ୍ୟ ମୋର। କର୍ଣ୍ଣର ଦୃଢ଼ ବାକ୍ୟ ଶୁଣି, କହନ୍ତି ପ୍ରଭୁ ଚକ୍ରପାଣି। ମନୁଷ୍ୟ ମାଂସେ ମୋ ଭୋଜନ, ଶୁଣି ବୋଇଲେ ଦାନୀ କର୍ଣ୍ଣ। କେତେକ ଜନ ଦେବି ଆଣି, ସ୍ୱରୂପ କହ ବିପ୍ରମଣି। ତା ଶୁଣି ବୋଲନ୍ତି ଗୋସାଇଁ, ଅନ୍ୟ ମନୁଷ୍ୟ କାର୍ଯ୍ୟ ନାହିଁ। ତୋ ପୁତ୍ର ବିଶି କେଶନକୁ, ମାରି ନ ଦେବୁ ହୋ ଆମ୍ଭଙ୍କୁ। ଆପଣା ସ୍ୱହସ୍ତେ ମାରିବୁ, ଭାରିଜା ହସ୍ତେ ରନ୍ଧାଇବୁ। ତେବେ ମୁଁ ଭୋଜନ କରିବି, ନାସ୍ତି ବୋଇଲେ ଚଳିଯିବି। ଶୁଣି ବିଚାରେ ରାଜା ଚିତ୍ତେ, ପୁତ୍ରକୁ ମାରିବି କେମନ୍ତେ। ନ ଦେଲେ ସତ୍ୟ ଭଗ୍ନ ହେବି, ମଲେ ନରକେ ସିନା ଯିବି। ଏଣୁ ମୋ ପୁତ୍ର ପଛେ ଯାଉ, ନୋହିବି ସତ୍ୟ ଭଗ୍ନ ଆଉ। ଏମନ୍ତ ମନେ ବିଚାରିଲା, ଶୁଣ ହୋ ବ୍ରାହ୍ମଣ ବୋଇଲା। ତୁମ୍ଭେ ତ ବିପ୍ର କୁଳେ ଜାତ, ଆମ୍ଭେ ଯେ କ୍ଷତ୍ରିୟ ସମ୍ଭୂତ। କିପରି ମୋ ପାକେ ଭୁଞ୍ଜିବ, ତୁମ୍ଭର ଜାତି ନଷ୍ଟ ହେବ। ତା ଶୁଣି ବ୍ରାହ୍ମଣ ଗୋସାଇଁ, ବୋଲଇ ଶୁଣ ବୀର ତୁହି। ଆମ୍ଭର ଶାସ୍ତ୍ରେ ଅଛି ଯାହା, ଶୁଣ ତୁମ୍ଭଙ୍କୁ କହୁ ତାହା। ଯେ ଅବା ଶ୍ରୀହରି ଭଜଇ, ବ୍ରତରେ ନିଷ୍ଠା ଯାର ଥାଇ। ଯେ କରେ ପର ଉପକାର, ସତ୍ୟ ନ ଲଙ୍ଘେ ଯେଉଁ ନର। ଯେ ଅବା ସାଧୁ ସଙ୍ଗ କରେ, ବଞ୍ଚଇ ନାମ ଭଜନରେ। ରଣରଙ୍ଗରେ ଆଗୁସାର, ଦେବା ଦୟାରେ ନିରନ୍ତର। ନାରୀ ହଇଣ ପତିବ୍ରତା, ନ ଲଙ୍ଘେ ନିଜ ସ୍ୱାମୀ କଥା। ଏମନ୍ତ ଲୋକଙ୍କର ଘର, ନ ପୁଚ୍ଛ ଜାତି ଗୋତ୍ର ତାର। ଭଞ୍ଜିବା ସତଟି ଆମ୍ଭର, ଶୁଣି ଚକିତ ନୃପବର। ନବରେ ହୋଇଲା ପ୍ରବେଶ, ନିଜ ପତ୍ନୀଙ୍କୁ ରାଇ ପାଶ। କହିଲେ ଗଭୀର ବଚନ, ଶୁଣରେ ଯୁବତୀ ରତନ। କେବଣ ଦେଶୁ ବିପ୍ରବର, ଆସି ମିଳିଲେ ସିଂହଦ୍ୱାର। ଅନେକ ବେଦ ଧ୍ୱନି କଲେ, ଭୋଜନ ଦେବୁ କି ବୋଇଲେ। ତାଙ୍କ ବଚନେ କଲି ସତ୍ୟ, ଏବେ ବୋଲନ୍ତି ମାର ପୁତ୍ର। ନୋହିଲେ ସତ୍ୟ ଭଗ୍ନ ହୁଅ, ଆମ୍ଭଙ୍କୁ ଯାଅ ବୋଲି କହ।
ଏଥକୁ କହ ତୁ ବିଚାରି, ଦେବା କି ନାହିଁ ପୁତ୍ର ମାରି। ପୁଣି ବୋଲନ୍ତି ମହାରାଣୀ, ଦିଅ ଯେ ନିଜ ପୁତ୍ର ହାଣି। ନଦେଲେ ସତ୍ୟ ଭଗ୍ନ ହୋଇ, ନରକେ ପଡ଼ି ବହେ ଯାଇ। ସ୍ୱାମୀ କି କହନ୍ତେ ମନ୍ତ, ଆସି ମିଳିଲା ନିଜ ସୁତ। ଦ୍ୱାଦଶ ବରଷର ବାଳ, ଦେହତା ଦିଶଇ ଉଜ୍ଜ୍ୱଳ। ସୁନ୍ଦରପଣେ ତାକୁ ସରି, କେହି ନଥିବେ ତିନି ପୁରୀ। ଚତୁର ବିବେକ ସିହାଣ, ପୁଛଇ ମାତାଙ୍କ ଚରଣ। କି ବୋଲି ବିଚାର ହେଉଛ, ମୋତେ କିମ୍ପାଇଁ ଲୁଚାଉଛ। କିମ୍ପା ଚିନ୍ତିତ ଦଣ୍ଡଧାରୀ, ଭୋ ମାତା କହ ସତ୍ୟ କରି। ଶୁଣି କହନ୍ତି ନିଜ ମାତ, ଶୁଣ କୁମର କହେ ସତ୍ୟ। ପିତା ତୋ ବିପ୍ରେ କଲେ ସତ୍ୟ, ତୋତେ ମାରିଣ ଦେବେ ଭାତ। ଶୁଣିଣ ରାଜାର କୁମର, କେ କହୁ ଆନନ୍ଦ ତାହାର। ଭୋତାତ ମାତ ତୁମ୍ଭେ ଶୁଣ, ଜନ୍ମିଲେ ଅବଶ୍ୟ ମରଣ। ଯେବେ ଦେହୁ ଯିବ ଯିବ, ଅବଶ୍ୟ ମାଟିରେ ମିଶିବ। ଶାଗୁଣା ଶୃଗାଳଙ୍କ ଗ୍ରାସ, ନୋହିଲେ ଦେହ ଧୂଳି ପାଂଶ। ଏଥୁ ବା ଅନ୍ୟ କାର ଦେହ, ମଲେ ହୁଅଇ ଏକା କହ। ବିପ୍ର ଭୁଞ୍ଜିବ ମୋର ମାଂସ, ଏଥିରୁ ବଡ଼ ଭାଗ୍ୟ କିସ। ବହନ କରି ମୋତେ ମାର, ଭୋତାତ ବିଳମ୍ବ ନ କର। ପୁତ୍ରର ମୁଖୁ ଏହା ଶୁଣି, ବହନ ଗଲେ ନୃପମଣି। ପ୍ରଭୁଙ୍କୁ ଡାକି ଘେନି ଗଲେ, ମନ୍ଦିରେ ପ୍ରବେଶ ହୋଇଲେ। ପୁତ୍ରକୁ ଧରି ଧାତିକାରେ, ଉଭା କରାଇଲା ଛାମୁରେ। କର୍ଣ୍ଣଶ୍ରୀ ହସ୍ତେ ପାଟ ଖଣ୍ଡ, ଧରିଣପତି ପରାଚଣ୍ଡା। ଗୋବିନ୍ଦ ଜାଣି ତାର ମନ, ଉହାଡ଼ କଲେ ସୁଦର୍ଶନ। ଚକ୍ରପୁତ୍ରକୁ ଘେନି ଗଲେ, ମାୟା କୁମର ଉଭା ହେଲେ। ଯେ ମାୟା ଦେବେ ଅଗୋଚର, ମନୁଷ୍ୟ କେତେ କମାତର। ରାଜା ଧରିଣ କର କାଳ, କାଟିଲେ ଶିର ଯେ ତତ୍କାଳ। ରାଣୀ ହସ୍ତରେ ନେଇଦେଲେ, ରନ୍ଧନ କର ଶିବୋଇଲେ। ରାଜା ହସ୍ତରୁ ରାଣୀ ଧରି, କାଟିଲେ ତୁଳା ପ୍ରାୟ କରି। ମୁଣ୍ଡ ମାତ୍ରକୁ ଲୁଚାଇଲେ, କାନ୍ଦିବେ ବୋଲି ବିପ୍ର ଗଲେ। ଆବର ଯେତେ କମାଉଁସ, ସଜାଡ଼େ ମନର ରସ। ଘୃତ ମରିଚ ଗୁଣ୍ଡ ଦେଲେ, ହଳଦୀ ପକାଇ ଦଳିଲେ। ଜିରା ମରିଚ ହିଙ୍ଗୁଧାର, ପକାଇ କଲେ କମହୁର। ଥୋକାଏ ସଙ୍ଗ ତେତିନ୍ତୁଳି, ପକାଇ କଲେ କୋ ଆମ୍ବିଳି। ଭଜା କାକରା ଦୀପାଚଲ, ରାନ୍ଧଣାଏକୁ ଏକ ଭଲ। ଦିବ୍ୟ ଅରୁଆ ଅନମାନ, ବହନ କଲେ କରନ୍ଧନ। ବିପ୍ରଙ୍କୁ ଡାକି ନୃପ ଗଲେ, ଭୋଜନ କରିବ ବୋଇଲେ। ପୁଣି ବୋଇଲେ ବିପ୍ରମଣି, କପଟ କଲା ତୋର ରାଣୀ। ଲୁଚାଇ ଥୋଇ ଅଛି ଶିର, ଆମ୍ଭ ଅଯୋଗ୍ୟ ସେ ଆହାର। ଶୁଣି ନୃପତି ବେଗେ ଗଲେ, ଭୋ ସଖୀ କି କଲୁ ବୋଇଲେ। ତୁ ପୁଣି ଲୁଚାଇଲୁ ମୁଣ୍ଡ, ବିପ୍ରତ ରାଗରେ ପ୍ରଚଣ୍ଡ। ଶୁଣି ଜାଣିଲେ ମହାସତୀ, ନିଶ୍ଚୟ ସେ ଅଟେ ମହାଜ୍ୟୋତି। ଏମନ୍ତ ବୋଲି ମୁଣ୍ଡ ଧରି, ଛେଚିଲେ ଖଣ୍ଡ ଖଣ୍ଡ କରି। ରାନ୍ଧଣା ବିଧି ବେଗେ କଲେ, ବିପ୍ରଙ୍କୁ ଡାକିଣ ଆଣିଲେ। ଆସନ ପାଦାସନ ଦେଇ, କଦଳୀ ପତ୍ରେ କବିଛାଇ। ଆପଣେ କର୍ଣ୍ଣ ମହାରାଣୀ, ସୁପୋକ ପରସିଲେ ଆଣି। ଦେଖି ବୋଲନ୍ତି ବ୍ରହ୍ମବତ୍ସ, ଏକ ପତ୍ରକେ ବାଢ଼ିଅଛ। ଏଥେ କି ବିଷ ଅଛ ଭରି, ମୋତେ ମାରିବ ବୋଲି କରି। ଏ ଘରେ ଅଛ ଯେତେ ଜନ, ସମସ୍ତେ କରିବ ଭୋଜନ। ନୋହିଲେ ଲେଉଟିଣ ଯିବି,
ମୁକିମ୍ପା ଏକାକୀ ଭୁଞ୍ଜିବି ଶୁଣି ଚକିତ ରାଜା ରାଣୀ ଆବର ବେନି ପତ୍ର ଆଣି ଅନ୍ନ ବ୍ୟଞ୍ଜନ ଯେ ବାଢ଼ିଲେ ଭୁଞ୍ଜିବା ବୋଲି ଆରମ୍ଭିଲେ। ପ୍ରଭୁ ଜାଣିଲେ ତାଙ୍କ ମନ ବୋଇଲେ ଶୁଣ ହୋ ରାଜନ ଆବର ପତ୍ର କେ ପକାଅ ଭୁଞ୍ଜିବ ପରା ତୋର ପୁଅ। ଶୁଣି ବୋଇଲେ କର୍ଣ୍ଣବୀର କାହୁଁ ପାଇବି ପୁତ୍ର ମୋର। ତୁମ୍ଭର ଦେଖୁ ଦେଖୁ ଏଥେ ହାଣିଲି ପରା ମୋର ହସ୍ତେ ତା ମାଂସ କଲ ରନ୍ଧନ ଆଉ କି ଅଛି ମୋ ନନ୍ଦନ। ଶୁଣି ବୋଇଲେ ନରହରି ଶୁଣ ତୁ କର୍ଣ୍ଣ ଦଣ୍ଡଧାରୀ ଏଡ଼େ ବିଶ୍ୱାସ ଅଛି ତୋର କାହୁଁ ମରିବ ତୋ କୁମର। ଆମ୍ଭେ ଯେ ଦେଉଛୁ କଲ୍ୟାଣ ଲୋଭ ତୁ ଆପଣା ନନ୍ଦନ ତୋ ପୁତ୍ର ଚିର ଜୀବି ହେଉ ଅନ୍ତେ ଗୋବିନ୍ଦ ପାଦ ପାଉ। ତୋରାଣୀ ତୁହି ବେନିଜନ ଲୋଭ ହୋ ବୈକୁଣ୍ଠ ଭୁବନ ଆମ୍ଭ କଲ୍ୟାଣେ ଏହା ହେଉ ତୋ କୀର୍ତ୍ତି ଯୁଗେ ଯୁଗେ ରହୁ। ଏବେ ତୁ ଯାଅ ଦଣ୍ଡଧାରୀ ଡାକ ହୋ ପୁତ୍ର ନାମ ଧରି ରାଣୀ ସଙ୍ଗତେ ତୁମ୍ଭେ ଯାଅ ଦେଖି ଆସିବ ତୁମ୍ଭ ପୁଅ। ଶୁଣିଣ ରାଜା ରାଣୀ ଗଲେ ଶ୍ରୀକୃଷ୍ଣ ମାୟା ନ ଜାଣିଲେ ଡାକିଲେ ଆସ ରେ କୁମର ଭୁଞ୍ଜିବା ହେଉଛି ଉଛୁର। ମାତା ପିତାଙ୍କ ଡାକ ଶୁଣି ଧାଇଁ ଅଇଲା ପୁତ୍ରମଣି ପୁତ୍ର ଦେଖିଣ ବାପା ମାଏ ଅଇଲେ ଘେନିଣ ତନଏ। ଘରେ ପ୍ରବେଶ ହେଲେ ଯାଇ ଦେଖିଲେ ବିପ୍ର ଆଉ ନାହିଁ ବିଚାର କଲେ ମନେ ମନ ନିଶ୍ଚୟ ପ୍ରଭୁ ଭଗବାନ। ଛାର ପୁତ୍ରର ପାଇଁ ଗଲୁ ଅମୂଲ୍ୟ ନିଧି ହରାଇଲୁ ଆମ୍ଭର ବଳେ କିଏ କଥା ମଲାର ଯିଏ କି ସର୍ବଥା। ଏମନ୍ତ ବୋଲି ତିନି ଜଣ ଚିତ୍ତେ ଚିନ୍ତିଲେ ନାରାୟଣ ପ୍ରଭୁ ଶୂନ୍ୟରେ ଡାକ ଦେଲେ ମୁହିଁଟି ଶ୍ରୀହରି ବୋଇଲେ। ଆଉ କେ ମାଗିଲେ ଭୋଜନ ପୁତ୍ରକୁ ନ ଦେବୁ ମାରିଣ ଶୂନ୍ୟ ଶବଦ ଏହା ଶୁଣି ଆନନ୍ଦେ କର୍ଣ୍ଣ ବୀରମଣି। ପୁତ୍ର ଭାରିଜା ତିନି ଜଣ କେବଳ ଗୋବିନ୍ଦ ଭଜନ କାଳେ ବୈକୁଣ୍ଠ ପରାପତ ଶୁଣ ହେ ମନ ନୃପନାଥ। ଦାନର ମହିମାଏ ମନ୍ତ କେବଳ ଥିବ ଦୃଢ଼ ଚିତ୍ତ ଏ ମନ ଚୈତନ୍ୟ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ଯେ ପ୍ରାଣୀ ଶ୍ରଦ୍ଧାରେ ଶୁଣିବ ହେଳେ ତରିବ ଭବାନବ ସୁଜନେ କୃଷ୍ଣ ଚିନ୍ତା କର ଦେହ ସଂସାର ନୋହେ ଚିର। ହରିପଦାର ବିନ୍ଦ ଗତି ମୋ ଚିତ୍ତ ରହୁ ଭୃଙ୍ଗମତି ସୁଖ ଶ୍ରୀକୃଷ୍ଣ ପାଦ ଦୁଇ ଅନ୍ୟ ଶରଣ ମୋର ନାହିଁ। ସାଧୁ ପାଦ ହିଁ ନାମ ନାବ ମୋତେ ଦୁଇ ଆଜ୍ଞା ହେବ। ଭୋ ପ୍ରଭୁ ଏତେ ମାତ୍ର କର ଶରଣ ଜନ୍ମେ ଜନ୍ମେ ମୋର। ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସାମୃତେ ମନ ଚୈତନ୍ୟ ସମ୍ବାଦେ କର୍ଣ୍ଣ ରାଜପୁତ୍ର ମୋକ୍ଷଣେ ନାମ ତୃତୀୟ ଅଧ୍ୟାୟ।